ବିଦ୍ୟୁତ ଆଘାତରେ ଜଣେ ମୃତ ଏବଂ ଜଣେ ଗୁରୁତର। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅଧୀନରେ ରହିଥିବା ବିନେକେଲା ଗ୍ରାମ ପଞ୍ଚାୟତର ଟିମନଭାଡ଼ି ଗାଁରେ ଦେଖାଦେଇଛି ଏକ ହୃଦୟ ବିଦାରକ ଅଭାବନୀୟ ଘଟଣା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ କରିବା ପାଇଁ ଗ୍ରାମର ଅକ୍ଷୟ ପଢ଼ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ। ଘରର ଛାତ ପଡ଼ିବା ପାଇଁ ରୋଡ଼ ବନ୍ଧା କାର୍ଯ୍ୟ ଚାଲିଥିଲା। ରୋଡ଼ ବନ୍ଧା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମକରନ୍ଦ ପଢ଼ ଏବଂ ଉଚ୍ଚବ ପଢ଼। ରୋଡ଼ ବନ୍ଧା କାର୍ଯ୍ୟ ଚାଲିଥିଲା ବେଳେ ଘରର ଛାତ ଉପରେ ଲମ୍ବି ଯାଇଥିବା ବିଦ୍ୟୁତ୍ ତାର ଉପରେ ସତର୍କତାର ଅବହେଳା କରିଥିଲେ, ଯାହାଫଳରେ ରୋଡ଼ ବନ୍ଧା ହେଉଥିବା ସମୟରେ ଲୁହା ରଡ୍ଟି ସମ୍ମୁଖରେ ଥିବା ବିଦ୍ୟୁତ୍ ତାରରେ ଲାଗି ଯାଇଥିଲା। ବିଦ୍ୟୁତ୍ ଆଘାତରେ ରୋଡ଼ ବନ୍ଧା କାର୍ଯ୍ୟରେ ନିୟୋଜିତ ଥିବା 22 ବର୍ଷର ଶ୍ରମିକ ଉଚ୍ଚବ ପଢ଼ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଶ୍ରମିକ ମକରନ୍ଦ ପଢ଼ ଗୁରୁତର ହୋଇଥିବା ବେଳେ ତାଙ୍କୁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି। ଖେଳିଗଲା ଗାଁ ସାରା ଦୁଃଖର ଏକ କରୁଣ ଛବି। ଶୋକାକୁଳ ପରିବେଶରେ ନିସ୍ତବ୍ଧ ହୋଇଗଲା ଟିମନଭାଡ଼ି ଗାଁ। ଏମିତି ଦୁଃଖ ବିଦାରକ ଅଭାବନୀୟ ଘଟଣାରେ ଗାଁରେ ଢାଙ୍କି ଦେଇଥିଲା କଳା ବାଦଲର ପରଦା। ଶୂନଶାନ ପରିବେଶ ମଧ୍ୟରେ କେବଳ ଦୁଃଖର ପସରା ପ୍ରତ୍ୟେକ ମଣିଷକୁ କବଳିତ କରି ରଖିଥାଏ। ଖବର ପାଇ ଟିଟିଲାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ମୃତ ଉଚ୍ଚବ ପଢ଼ଙ୍କ ମରଶରୀରକୁ ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତରଖାନା ପଠାଇବା ପରେ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଯିବା ପରେ ଗାଁରେ ଏକ ଶୋକର ଲହରୀ ଖେଳି ଯାଉଥିବା ବେଳେ ସୁଯୋଗ ଦେଖି ଘର ମାଲିକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ସହିତ ଗୁରୁତର ଆହତ ହୋଇଥିବା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମକରନ୍ଦ ପଢ଼ଙ୍କ ଖର୍ଚ୍ଚ ବହନ କରିବା ପାଇଁ ଦାବି ହେଉଛି। ଏମିତି ଏକ ଯୁବ ବୟସରେ ଉଚ୍ଚବ ପଢ଼ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ଯୋଗୁଁ ଅନୁତାପ ମଧ୍ୟରେ ତାଙ୍କ ପରିବାର। ଯେଉଁ ବୟସରେ ନିଜ ଭବିଷ୍ୟତ ଗଠନ କରିବା ସହିତ ପରିବାରକୁ ଆହାର ଗଣ୍ଡାଏ ଯୋଗାଇଥାଏ, ସେହି ସମୟରେ ଦୁନିଆରୁ ବିଦାୟ ନେଇଯିବା ପରିବାର ଲୋକ ସହ୍ୟ କରିପାରୁନାହାନ୍ତି। ତଥାପି ତାଙ୍କ କ୍ଷତିପୂରଣ ପାଇଁ ପରିବାର ଲୋକ ଦାବି କରିଛନ୍ତି। ବଲାଙ୍ଗୀରରୁ ସନ୍ତୋଷ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଏବି ନ୍ୟୁଜ୍।